जय श्रीकृष्ण। कली जुगरे अल्पायुष मनुष्यों केवल भागवत पठन श्रवण ही मुक्तिर एकमात्र आश्रय। भाव भक्तिर सह श्रवण द्वारा आस्ते आस्ते वैराग्य प्राप्त होई ज्ञान उदय होइथाए। एहाकु भावर सह नित्य श्रवण द्वारा परम पद मोक्ष प्राप्त हुए। एणु परम शास्त्र भागवत अभ्यास करुथिबा नित्य। आसंतो भागवत वंदना शुणिबा। नमामि नमामि महा ग्रंथ भागवत, कृष्ण रसे रसाणित रसपूर्ण गीत। नमामि नमामि कृष्ण गोविंदाय नम, उद्धवंकु देल पुण्य भागवत धर्म। तत्वपूर्ण अर्थपूर्ण जीवनर वेद, अभ्यास मात्र के कोटि जीव अवसाद। परम मंगलमय भागवत वाणी, जीव तरी जीव शुणी भवतरंगिणी। नमामि नमामि व्यास विष्णु अवतार, जन कल्याणे करिल भागवत सार। वेद पुराण रु सर्व सार को साउटी, भागवते देइअछ माळ परि गुंथि। नमामि नमामि आहे दास जगन्नाथ, प्राकृत छंदे बांधिल श्रीमद्भागवत। नमामि सुत सौनक मैत्रेय विज्ञ, नैमिषारण्ये करिल भागवत यज्ञ। नम नम परीक्षित राजसी विज्ञानी, भागवत शुणाइले सुख ब्रह्म ज्ञानी। नमामि नमामि ब्रह्मा विष्णु महेश्वर, नमामि देवसी नाम भकत विदुर। परम शास्त्र प्राणींक निस्तारण पथ, नमामि नमामि शास्त्र श्रीमद्भागवत। भागवत महापुराण षष्ठ स्कंध दशम अध्याय। बादरायण उवाच। ए भावे इंद्र को कहिण, तक्षणे गले नारायण। देवता माने देखुथिले, तक्षणे अंतर्ध्यान हेले। श्रीकृष्ण आज्ञा परमाणे, मागिले जाई देवगणे। महत ऋषि अथर्वण, बोइले शुण देवगण। जंतुक प्राण परित्याग, दुसह दुख जेते भोग। तुम्भे स्वभावे देवगण, मरण दुख को न जान। जीवन पाई प्राणींकर, सुत कलत्रय संसार। एमंत प्राणी अबा काहीं, जीवन मागिले से देई। जेबे मागिबे नारायण, तेबे बाके देव जीवन। देवाउचु जे प्राणी सर्वभूत परे, आत्मार प्राय दया करे। एसे तो मात्रे देई प्राण, करई प्राणी परित्राण। तुम्भर प्राय पुण्य श्लोके, जेयबा पुण्यवंत लोके।
ତାହାର ଏମନ୍ତ ବିଚାର ସେ ନ ଜାଣଇ ପରାପର। ଅଜ୍ଞାନୀ ପାପୀ ଯେଉଁମାନେ ପରର କଷ୍ଟକୁ ନ ଜାଣେ। ଯାଚଜ୍ଞା ଶ୍ରେଷ୍ଠ ଲୋକଙ୍କର କେବେ ହେ ନୁହେଁ ହତାଦର। ଋଷିର୍ବାଚ ରୁଦ୍ରଙ୍କୁ ଆଦି ଦେବ ବୃନ୍ଦେ ଧର୍ମ କହିଲେ ଯେ ସନ୍ନିଧେ। ଏ ଯେ ମୋହର ନିଜ ଦେହ ଛାଡ଼ିବି ନ କର ସନ୍ଦେହ। ଦେହକୁ ଧରି ଯେଉଁ ଜନ ନ କରେ ଯାଗ ପୁଣ୍ୟ ଧର୍ମ। ତାହାଙ୍କୁ ଆତ୍ମଘାତୀ କହି ସ୍ୱଲୋକେ ଅଗୋଚର ସେହି। ଯେ ପ୍ରାଣୀ ପର ଦୁଃଖେ ଦୁଃଖୀ ପର ସୁଖରେ ଅତି ସୁଖୀ। ଅବ୍ୟୟ ଅକ୍ଷୟ ଯେ ଧର୍ମ କହନ୍ତି ପୁଣ୍ୟ ଶୋକମାନ। ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ କ୍ଷଣ ଭଙ୍ଗୁର ଦେହେ ନରେ। କହନ୍ତି ଆତ୍ମା ସ୍ୱାର୍ଥ ଭେଦ ଇହଲୋକରେ ଅପବାଦ। ବାଦରାଣୀ ବାଚ ଏମନ୍ତ କହି ଅଥର୍ବଣ ନିଶ୍ଚଳ କରି ଆତ୍ମା ମନ। ପରମ ପଦେ ନିବେଶିଲା ସଂଯମେ ଶରୀର ଛାଡ଼ିଲା। ମନ ବୁଦ୍ଧି ବ୍ରହ୍ମେ ନିବେଶି ଯାହା ଯୋଗରୁ କରି ଋଷି। ତେଜିଣ ଗଲା ଯେ ଶରୀର ଜାଣିଲେ ଦେବ ପୁରନ୍ଦର। ଏ ଅନନ୍ତରେ ଦେବରାଜ ବିଶ୍ୱକର୍ମା ନିର୍ମିତ ବଜ୍ର। ମୁନି ଅସ୍ଥିରେ ହୋଇ ଯୁକ୍ତ ଶ୍ରୀକୃଷ୍ଣ ତେଜରେ ମିଶ୍ରିତ। ଆରୋହୀ ନାଗ ଐରାବତ ଦେବଗଣରେ ସେ ବେଷ୍ଟିତ। ମୁନିଗଣରେ ସ୍ତୁତି ହୋଇ ତ୍ରୈଲୋକ୍ୟ ହରଷ କରାଇ। ବୃତ୍ରାସୁରକୁ ଦେବରାଜ ସୈନ୍ୟ ସହିତେ ହୋଇ ସଜ। ଅଶେଷ ବଳ ସଙ୍ଗେ ନେଇ ଅନ୍ଧକେ ଯେହ୍ନେ ରୁଦ୍ର ଧାଇଁ। ଏ ଅନନ୍ତରେ ହେ ରାଜନ କହିବା ଶୁଣ ଏକ ମନ। ସୁର ସୁରଙ୍କ ଯେ ଗଣ ଅତ୍ୟନ୍ତ ପରମ ଦାରୁଣ। ତ୍ରେତୟା ଯୁଗର ଆଦ୍ୟରେ ହୋଇଲା ନର୍ମଦା ତୀରରେ। ରୁଦ୍ର ବସୁ ପିତୃ ଆଦିତ୍ୟେ ବ୍ରହ୍ମ ଋଷି ଅଶ୍ୱିନୀ ସୁତେ। ସିଦ୍ଧ ବିଶ୍ୱଦେବ ମରୁତ ଇନ୍ଦ୍ରଦେବ ଗଣେ ବେଷ୍ଟିତ। ବିରାଜମାନ ସମ୍ପତ୍ତିରେ ବଜ୍ରକୁ ଧରି ନିଜ କରେ। ଏଭାବେ ଇନ୍ଦ୍ରକୁ ଦେଖିଲା କ୍ରୋଧେ ବୃତ୍ରାସୁର ଧାଇଁଲା। ନମୁଚିଦି ମୂର୍ଧା ସମ୍ବର ନିର୍ବାର ଶବ ଶଙ୍କୁଶିର। ହୟଗ୍ରୀବ ଏ ବିପ୍ରଚିତି ଅୟମୁଖ ପୁଲୋମା ହେତି। ଉତ୍କଳ ବୃଷ ପର୍ବାସୁର ପ୍ରହେତି ଅତି ଦୈତ୍ୟ ବୀର। ଦାନବ ଦୈତ୍ୟ ଗଣ ଯକ୍ଷ ଅସଂଖ୍ୟ ନାମେଣ ଯେ ରୁକ୍ଷ। ସୁମାଳି ମାଳି ଆଦି ଯେତେ କୀର୍ତ୍ତସ୍ୱର ରାଜା ସହିତେ। ଇନ୍ଦ୍ରଙ୍କ ସେନାର ସମୂହ କାଳହୁଁ ଅତି ଦୁରାଶୟ। ନିଶଙ୍କେ ଦେଇ ସିଂହନାଦ ପୁରିଲେ ଦାନବ ଦୁର୍ମଦ। ଗଦା ପରି ଘବାଣ ପାଶ ମୁଦ୍ଗର ତମର ଶେଷ। ଶୋକ ପରି ଘାଦି ଖଡ଼ଗ
ଶତଘ୍ନି ଭୂଷଣ୍ଡି ଆୟୁଧ ଏ ଆଦି ଯେତେ ଶସ୍ତ୍ରମାନ ଦେବଙ୍କୁ କଲେ ପ୍ରହାରଣ ଅସୁର ସରବର ଶଣେ ଦୃଶ୍ୟ ନୁହନ୍ତି ଦେବଗଣେ ପୁଣି ପୁଣି ହିଁ ପଡ଼ିବାରେ ନକ୍ଷତ୍ର ଯେସନେ ଶୂନ୍ୟରେ ଶସ୍ତ୍ର ହିଁ ଯେତେ ଦାନବର କିଛି ନ କଲେ ଦେବଙ୍କର ଯେତେ ଅସୁରଙ୍କ ଆୟୁଧ ସକଳ ଦେବେ କଲେ ଛେଦ ଏ ଅନନ୍ତରେ ଶୂନ୍ୟ ହସ୍ତ ଦାନବେ ଅତ୍ୟନ୍ତ କୁପିତ ଶିଳାର ସଙ୍ଗେ ଦ୍ରୁମମାନ ଦେବଙ୍କୁ କଲେ ବରଷଣ ପୁଣି ଇନ୍ଦ୍ର ସୈନ୍ୟଗଣ ତକ୍ଷଣେ ତାହା କଲେ ଛିନ୍ନ ପ୍ରତାପ ଦେଖି ଦେବଙ୍କର କୋପେ ଦାନବ ଖର ତର ପୁଣି ପଥର ଦ୍ରୁମ କରେ ଫିଟିଲା ଦେବଙ୍କ ଉପରେ ବିବିଧ ଗିରି ଶୃଙ୍ଗମାନ ଦେବଙ୍କୁ କଲେ ପ୍ରହାରଣ ଦୈତ୍ୟ ନିଷ୍ଫଳ କାର୍ଯ୍ୟ ହୋଇ ଆତ୍ମା ଦେହକୁ ନିନ୍ଦା ବହି ଯାହାକୁ ରଖନ୍ତି ଈଶ୍ୱର ଅସୁରେ କେତେକ ମାତର ନିଜ ଉଦ୍ୟମ ଯହୁଁ ହତ ଦେଖି ଅସୁର ଭୟ ଚିତ୍ତ ସ୍ୱଭାବେ ବିଷ୍ଣୁରେ ବିମୁଖ ରଣେ ଲଭିଲେ ଅତି ଦୁଃଖ ସ୍ୱାମୀକୁ ଛାଡ଼ି ସଂଗ୍ରାମରେ ପଳାଇ ଯାନ୍ତି ପ୍ରାଣ ଡରେ ବୃତ୍ର ଅସୁର ଚୂଡ଼ାମଣି ସୈନ୍ୟ ପଳାନ୍ତି ବୋଲି ଜାଣି ଆପଦ ଦେଖି ବୃତ୍ରାସୁର କହି ବଚନ ମଧୁର ଅତି ଭୟରେ ରଣ ଛାଡ଼ି ପଳାନ୍ତି ପଡ଼ି ପଥ ହୁଡ଼ି ଏହା ଦେଖିଣ ବୃତ୍ରାସୁର ସୈନ୍ୟଙ୍କୁ ବୋଇଲେ ଉତ୍ତର ବିପ୍ରଚିତି ବୃଷ ପର୍ବଣ ନମୁଚି ପୁଲ ମହେ ଶୁଣ ଜାତ ସେ ହୁଅ ସଂସାର ମରଣ ଧ୍ରୁବଟି ତାହାର ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର ସଂସାରେ ବୋଲାଇ ସାର ବ୍ରହ୍ମ ଭାବରେ ଦେଇ ଚିତ ଯେ ପ୍ରାଣୀ ପ୍ରାଣେ ହୁଏ ହତ ଯେ ରଣ ଅଗ୍ରେ ପ୍ରାଣ ଦେଇ ବୀର ଶଯ୍ୟାରେ ଶୋଇ ରହି ବିପ୍ର ଜଗନ୍ନାଥ ବୋଲଇ ଇନ୍ଦ୍ର ଅସୁର ଯୁଦ୍ଧ ହୋଇ ସୁଜନେଣେ କର ଲୟ ହରିଚରିତ ସୁଧାମୟ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବୃତ୍ରାସୁରଯୁଦ୍ଧେ ନାମ ଦଶମଧ୍ୟାୟ। ଏକାଦଶ ଅଧ୍ୟାୟ। ଋଷିବାଚ କହଇ ଶୁକ ବ୍ରହ୍ମବେତ୍ତା ଇନ୍ଦ୍ରବୃତ୍ରାନ୍ତ ଯୁଦ୍ଧ କଥା ସ୍ୱାମୀ କଥିତ ଧର୍ମ ଭୃତ୍ୟେ ଆରତ ନ ଘେନିଲେ ଚିତ୍ତେ ପୁଣି ସମସ୍ତେ ପଳାଇଲେ ସଭଏ ସଂଗ୍ରାମ ଛାଡ଼ିଲେ କାଳାନୁକୂଳ ଦେବଗଣ ଅସୁର ସୈନ୍ୟ କାଳହୀନ ଗରୁଡ଼ ପନଗକି ଧରି ତେସନେ ଦେବ ଦୈତ୍ୟ ମାରି ସମସ୍ତେ କାକୁସ୍ଥ ଯେ ହୋଇ ଜୀବନ ଭୟରେ ପଳାଇ ଏମନ୍ତେ ଦେଖି ଆତ୍ମା ଭୂତ ଅସୁର ଅତ୍ୟନ୍ତ କୁପିତ
ତାହାଙ୍କୁ ଆବରି ଆପଣ ଭର୍ସନା କରନ୍ତି ବହନ। ପଳାଉ ପଳାଉ ପଛରେ ଦୈତ୍ୟକୁ କହେ ଶାସ୍ତ୍ରଟିରେ, ଭୟ ନ କର ତୁମ୍ଭେ ରଣେ, ବଧ ହିଁ ଭଲ ପ୍ରାଣୀ ମଣେ। ଏ ବଳବନ୍ତ ପ୍ରାଣୀଙ୍କର ସ୍ୱର୍ଗ ପ୍ରାପତ ହିଁ ଦୁସ୍ତର। ଏତେ ବୋଲିଣ ତାକୁ କହି ଦେବଗଣଙ୍କୁ କ୍ରୋଧ ବହି, ଆତ୍ମା ଶରୀର ପ୍ରକାଶିଲା, ଦେବଙ୍କୁ ଭୟ କରାଇଲା। ଅସୁର କଲା ଘୋର ନାଦ, ବ୍ରହ୍ମାଣ୍ଡେ ଶୁଭିଲା ଶବଦ। ଲୋକେ ହୋଇଲେ ହତ ଜ୍ଞାନ, ଦେବେ ଶୁଣିଲେ ତାର ସ୍ୱନ। ସେନାଦ ଶୁଣି ଦେବଗଣେ, ମୂର୍ଚ୍ଛିତ ହୋଇ ହତ ଜ୍ଞାନେ। ସକଳେ ପଡ଼ିଲେ ଭୂମିରେ, ବଜ୍ର ପଡ଼ିଲା ଯେହ୍ନେ ଶିରେ। ଚକ୍ଷୁ ବୁଜିଲେ ଦେବଗଣେ, ପଡ଼ିଅଛନ୍ତି ଯେ ହୁରଣେ। ଦୁର୍ମଦରଣଙ୍କର ବୀର, ପାଦେ ମର୍ଦଇ ବୃତ୍ରାସୁର। ଅବନୀ କମ୍ପାଇ ଅସୁର, ଶୂଳ ଘେନିଲା ନିଜ କର। ଭ୍ରମଇ ସଂଗ୍ରାମ ଭୂମିରେ, ଯେସନେ ମତ କରିବରେ। ତାହାକୁ ଦେଖି ବଜ୍ରଧର, କୋପେ କମ୍ପଇ ଥରହର। ଗଦା ଧରିଣ ବଜ୍ରଧର, ତକ୍ଷଣ କଲେ ସେ ପ୍ରହାର। ଦୁଃସହ ଗଦା ଆସିବାରେ, ଦେଖି ଧରିଲା ବାମ କରେ। ଇନ୍ଦ୍ରର ଗଦା ଧରି କର, ସେହି ଗଦାରେ ବୃତ୍ରାସୁର। ଐରାବତ କୁମ୍ଭସ୍ଥଳେ, ଦାନବ ପ୍ରହାରିଲା ବଳେ। ତାହାର ଏ କର୍ମ ଦେଖିଣ, ସମସ୍ତ କଲେ ଧନ୍ୟ ଧନ୍ୟ। ବୃତ୍ର ଗଦାରେ ଐରାବତ, ବଜ୍ରରେ ଯେହ୍ନେ ଗିରିହତ। ରଣେ ଭଗ୍ନ ମୁଖ ହୋଇଲା, ଇନ୍ଦ୍ରକୁ ଘେନି ବାହୁଡ଼ିଲା। ଅତ୍ୟନ୍ତ ହୋଇଣ ଆରତ, ବାହୁଡ଼ି ଗଲେ ଧନୁଷତ। ଚକିତେ ହୋଇ ଛନ୍ନ ଚିତ୍ତ, ଏମନ୍ତେ ଦେବ ପୁରୁହୂତ। ବୃତ୍ରା ଅସୁର ପୁନର୍ବାର, ଇନ୍ଦ୍ରଙ୍କୁ ନ କଲା ପ୍ରହାର। ଅମୃତ ସ୍ରାବୀ ଇନ୍ଦ୍ର କର, ଦେଇଣ ହସ୍ତି କୁମ୍ଭସ୍ଥଳ। ଆଶ୍ୱାସ କରି ଦେବ ବର, ରହିଲେ ଦୁର୍ଭର ଆଗର। ସଂଗ୍ରାମ କରିବାର ଆସେ, ଇନ୍ଦ୍ରଙ୍କୁ ଦେଖି ଆତ୍ମ ପାଶେ। ଭାଇର ହନ୍ତା ବଜ୍ରାୟୁଧ, ଦେଖି ଅସୁର କଲା କ୍ରୋଧ। ସ୍ମରଣ କଲା ଭ୍ରାତୃନାଶ, ଶୋକ ମୋହେ ହୋଇ ବିରସ। ବୋଲ ଇନ୍ଦ୍ର ମୋ ବଚନ, ଶୁଣ ହେ ହୋଇ ସାବଧାନ। ବୃତ୍ରାସୁବାଚ, ଭାଗ୍ୟକୁ ବରି ମୋ ଆଗର, ସଂଗ୍ରାମେ ଅଛୁ ଦୁରାଚାର। ମୋହର ଭାତୃନାଶକାରୀ, ଆଜ ନାସିବି ତୋର ଶିରି। ମୋର ଶସ୍ତ୍ରରେ ହୃଦ ତୋର, ନିଶ୍ଚୟ କରିବି ବିଦାର। ଯେଉଁ କାରଣ ମୋ ଅଗ୍ରଜ, ଅପାପୀ ଆତ୍ମଜ୍ଞାନୀ ଦ୍ୱିଜ। ଖଡ଼ଗେ ଧରି ତାର ଶିର,
ଛେଦିଲୁ ତୁହି ଦୁରାଚାର, ପଶୁଙ୍କ ପ୍ରାୟ ତୁମାଇଲୁ, ସ୍ୱର୍ଗ ଭୋଗକୁ ଇଚ୍ଛା କଲୁ। ଲଜ୍ଜା ସମ୍ପଦ ଦୟା କୀର୍ତ୍ତି, ସର୍ବ ଛାଡ଼ିଲୁ ମୂଢ଼ମତି। ମୋର ତ୍ରିଶୂଳେ ତୋର ଶିର, ନାଶ ହୋଇବ ଦୁରାଚାର। ଅଗ୍ନି ନ କରିବ ଦହନ, ଖାଇବେ ଗୃଧ୍ର କୃମି ଶ୍ୱାନ। ଯେ ତୋର ସଙ୍ଗେ ଦୁଷ୍ଟପଣେ, ଗୃହୀତ ଶସ୍ତ୍ର ହୋଇ ରଣେ। ସେ ମୋତେ ପ୍ରହାର କରିଲେ, ତାହାଙ୍କୁ ଛାଡ଼ିବି କି ଭଲେ। ଖଡ଼ଗ ତ୍ରିଶୂଳ ପ୍ରହାରେ, କନ୍ଧ ଛେଦିବି ଏହି କରେ। ଏ ଅନନ୍ତରେ ପାଇ ଜ୍ଞାନ, ଇନ୍ଦ୍ରଙ୍କୁ ବୋଲଇ ବଚନ। ଭୂଇନ୍ଦ୍ର ଦେବଙ୍କ ଠାକୁର, କୋଳି ସେ ମୋର ଶିରହର। ଆତ୍ମାକୁ ବଳି ମୋହି ଦେବି, ଶ୍ରୀକୃଷ୍ଣ ଚରଣ ଭଜିବି। ଭୋ ଦେବ ଦେବଙ୍କ ଈଶ୍ୱର, ବଜ୍ର କିମ୍ ପାଇଁ ନ ପ୍ରହାର। ଅଗ୍ରେ ଯେ ଅଛି ଉତ୍ତା ହୋଇ, ସଂଶୟ କର କିସ ପାଇଁ। ଗଦା ପ୍ରାୟ ବଜ୍ର ନମଣ, ବଜ୍ର ମୋ ମରଣ କାରଣ। ଆପଣା ତେଜେ ବଜ୍ରଧର, ଦେବଙ୍କ ଐରି ସଂହାର। ବିଷ୍ଣୁ ଯନ୍ତ୍ରିତ ଦେବବର, ବିଜୟ ହୋଇବ ତୁମ୍ଭର। ଶ୍ରୀକୃଷ୍ଣ ପାଦ ପଙ୍କଜରେ, ମନ ନିବେଶିବି ମୁଁ ସ୍ଥିରେ। ତୁମ୍ଭର ବଜ୍ରରେ ମୋହର, ହୋଇବ ମହାପାପ ଦୂର। ତିନି ଭୁବନ ପ୍ରାଣୀଙ୍କର, ବହୁତ ସମ୍ପଦ ଯାହାର। ଉଦ୍ବେଗ ଉଦ୍ୟମେ ତାହାର, କଳତ୍ର ସ୍ନେହ ଯେ ଅପାର। ତ୍ରିବର୍ଗ ଦୁଃଖ ଯେତେ ମୋର, ନାସିବେ ପ୍ରଭୁ ଚକ୍ରଧର। ଦୁର୍ଲଭ ଯେ ପ୍ରଭୁ ପ୍ରସାଦେ, ଭୃତ୍ୟ ମୁଁ ହୋଇ ଅପ୍ରମାଦେ। ହୋଇବି ଏ ମୋହର ମନ, ସେବିବି ମୁହିଁ ଅନୁକ୍ଷଣ। ଯେ ପୁଣ କର୍ମଟି ତୁମ୍ଭର, ତାହା କରିବାରେ ଶରୀର। ସୃଷ୍ଟି ଲୋକ ବ୍ରହ୍ମଲୋକରେ, ମହାରାଜାଙ୍କ ସମ୍ପତ୍ତିରେ। ପାତାଳେ ଅଧିପତି ସେହି, ଏଣେ ମୋହର କାର୍ଯ୍ୟ ନାହିଁ। ଯୋଗୀ ସିଦ୍ଧ ଯେ ପୁଣ୍ୟ ନର, କାର୍ଯ୍ୟ ମୋ ନାହିଁ ଏହାଙ୍କର। ଏକାନ୍ତ ଭକ୍ତି ତୁମ୍ଭ ପାଦ, ବାଞ୍ଛା କରଇ ଚକ୍ରାୟୁଧ। ଅଜାତ ପକ୍ଷ ଖଗ ଯେହ୍ନେ, ମାତା ଲୋଡ଼ଇ ଅନୁକ୍ଷଣେ। କ୍ଷୁଧାର୍ଥ ହୋଇଣ ବାଛୁରୀ, ମାତା ସ୍ତନକୁ ଲୋଡ଼ା କରି। ସ୍ୱାମୀକୁ ପ୍ରିୟା ଭଜେ ଯେହ୍ନେ, ମୋ ମନ ତୋ ପଦେତେ ସନେ। ମୋ ପ୍ରଭୁ କମଳ ଲୋଚନ, ତା ପାଦେ ରହୁ ମୋର ମନ। ଆପଣା କର୍ମ ବନ୍ଧେ ଜଡ଼ି, ସଂସାର ଚକ୍ରେ ଅଛି ପଡ଼ି। ଏମନ୍ତ ପାପୀ ମୁହିଁ ଯହୁଁ, ଉତ୍ତମ ଲୋକ ସଙ୍ଗ ହେଉ। ଦାରାତ ନୟ ଗୃହ ମୋର, ଭୋନାଥ ମନ ମନ କର। ବୋଲଇ ବିପ୍ର ଜଗନ୍ନାଥ, ଇନ୍ଦ୍ର ବୃତ୍ରାସୁର ଚରିତ୍ର।
इति श्रीमद्भागवते महापुराणे पारमहंस्यां संहितायां वैयासिक्यां षष्ठस्कन्धे वृत्रावाक्ये नाम 11 अध्याय। 12 अध्याय। श्रीशुक उवाच एमନ୍ତ संग्रामे शरीर छाड़िब बोली से असुर जयरु भल मो मरण मनरे कला हे राजन 16 को धरी वृत्रासुर धाइला इंद्रर उपर जेमंते कईट भवीर विष्णु को धइला जलर जुगान्त अग्नि प्राय तेज से 16 अत्यंत विराज वृत्रासुर चूड़ामणि इंद्र को प्रहारिलाणी घर सबदर से कला पापिष्ठ मलुटी बोहिला आकाश ग्रह उल्का मान खसी पड़िले तत्क्षण दोषः देखिण असुर भय विकल पुरंदर चक्रे करी देवराज छेदिले तार एक भुज परिघ घेनी आर कर धाइला इंद्रर उपर देवराज निकटे जाई सम्मुखे प्रहारिला नेई इंद्र हाथ वज्र खसिला अधोभूमि रे से पड़िला वृत्रासुरर देखि कर्म सुरगणक हेला भ्रम सकले कले धन्य धन्य इंद्र संकटे मन छन जेतेक सेना इंद्रंकर सकले कले हाहाकार लज्जारे वृत्रर ग्रते वज्र न नेले इंद्र हस्ते इंद्र को चाहे वृत्रासुर वचन कहई मधुर मनरे विषाद न कर वज्र धरिण बेगे मार युद्धे इच्छई जेउ सुर जयर हस्तटी ताहार जे जन रणे भीत होई जयरे लेस तार नाही उत्पत्ति पालन संहार जे प्रभु एहार ईश्वर सर्वज्ञ आदि सनातन अखिल पुरुष पुराण सर्जिले जय बा जय काहार बोले हुए कह जे प्रभु अखिल ईश अखिल जार निज बास काल स्वरूपे शरीर मृत्यु अमृत्यु अगोचर सकल हेतु से अटई ताहाकु अज्ञान जानई काष्ठर पितुली जे सन जगत ताहार भियाण एमंत सत्यमय मृग प्राणीते मंत महाभाग पुरुष प्रकृति जे दुई ताबिनो जड़ प्राय होई सृष्टिर कर्ता बा केही ताबिना जेते छई एमंते आत्मा रूप होई अज्ञानी जानिब ता काहे सेही प्राणी को सृष्टि करी प्रतिपालन को आचरी ग्रासई काल रूपी होई
ଧର୍ମ ଧର୍ମ ରୂପ ସେହି ପ୍ରାଣୀର ପ୍ରାଣ ହନ୍ତି ଚିତେ। ଯଶ ଯଶ କୀର୍ତ୍ତି ଯେତେ ଯେ ତାକୁ ପ୍ରସନ୍ନ ହୁଅଇ। ଅଷ୍ଟ ଐଶ୍ୱର୍ଯ୍ୟ ତାକୁ ଦେଇ ଏହାର ସାକ୍ଷୀ ଯେଉଁ ଜନ ଯେ ଯାକୁ ହୁଅଇ ପ୍ରସନ୍ନ। ସଂସାରେ ବଦ୍ଧ ସେ ନ ହୋଇ ସକଳ ପାପୁ ସେ ତରଇ। ଜୟ ଜୟରୁ ବାହାର ତୁମ୍ଭେ କି ନ ଜାଣ ଈଶ୍ୱର। ଶ୍ରୀ ଶୁକବାଚ ଶୁଣ କହିବା ନୃପମଣି। ବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି ବୃତ୍ରକୁ ଧନ୍ୟ ଧନ୍ୟ କରି ହସି ଡାକିଲେ ବଜ୍ରଧାରୀ। ଅହୋ ଦାନବ ସାଧୁ ତୁହି ତୁ ଯେଣୁ ଶୁଦ୍ଧ ମତି ହୋଇ। ସକଳ ଆତ୍ମାର ଈଶ୍ୱର ଭଜିଲୁ ଚରଣ ତାଙ୍କର। ଜଗମୋହନ ବିଷ୍ଣୁ ମାୟା ଦାନବ ଛେଦିଲୁ ତୁ ତାହା। ଐରୀ ଭାବ କଲୁ ଦୂର କଲୁ ତୁ ସ୍ୱର୍ଲୋକ ଆଚାର। ଏ ଐଶ୍ୱର୍ଯ୍ୟ ବଡ଼ ମୋର ସ୍ୱଭାବେ ରଜଗୁଣ ତୋର। ଅଖିଳ ବ୍ରହ୍ମାଣ୍ଡର ପତି ତାତ ହିଁ ତୋର ଦୃଢ଼ ମତି। ପରମ ବ୍ରହ୍ମ ହରି ସେହି ତାତ ହିଁ ଯାର ଭକ୍ତି ହୋଇ। ଅମୃତ ସିନ୍ଧୁରେ ଯେ ସନେ କ୍ରୀଡ଼ା କରନ୍ତି ଅନୁକ୍ଷଣେ। କି କାର୍ଯ୍ୟ କୂପ ଜଳେ ତାର ସ୍ୱଭାବେ ତୁଚ୍ଛ ସେ ଅସାର। ବାଦରାୟଣୀ ଉବାଚ ଅନ୍ୟାନ୍ୟେ ଧର୍ମକୁ କହିଲେ ପୁଣି ଯୁଦ୍ଧ ଆରମ୍ଭିଲେ। ସମ୍ମୁଖେ ବୀର ଦୁଇ ଜଣ କରିଲା ଗନ୍ତେ ଘୋର ରଣ। ବୃତ୍ରା ପରିଘ କରେ ନେଇ ଇନ୍ଦ୍ରକୁ ପ୍ରହାରିଲା ଯାଇ। ପରିଘ ନେଇ ବାମ କରେ ଶବଦ କଲା ମହାଘୋରେ। କର ପରିଘ ଏକା ବେଳେ ଇନ୍ଦ୍ର ଛେଦିଲେ ଅବହେଳେ। ପୁତ୍ରର ଗଲା ଦୁଇ କର ରକତେ ହେଲା ଜର ଜର। ବଜ୍ରରେ ଯେ ସନେ ପର୍ବତ ତେହ୍ନେ ହୋଇଲା କ୍ଷୀଣ ହସ୍ତ। ଅଧର ହନୁ ଭୂମି ପରେ ଉତ୍ତର ହନୁ ସ୍ୱର୍ଗପୁରେ। ଆକାଶ ଗର୍ଭର ମୁଖରେ ଲେହଇ କଠୋର ଜିହ୍ୱାରେ। କାଳର ପ୍ରାୟ ଦନ୍ତ ମୁନ ଗ୍ରାସିବ ଯେହ୍ନେ ତ୍ରିଭୁବନ। ଅତ୍ୟନ୍ତ ଶରୀର ବିସ୍ତାରୀ ଯେହ୍ନେ ପଡ଼ଇ ମହାଗିରି। ଇନ୍ଦ୍ରକୁ ଗଜେନ୍ଦ୍ର ସହିତ ଗିଳିଲା ବୃତ୍ରା ମହାଦୈତ୍ୟ। ପାଦେ ଅବନି କମ୍ପାଇଲା ଇନ୍ଦ୍ରର ନିକଟେ ମିଳିଲା। ସ୍ୱଭାବେ ଅଟଇ ଅସୁର ଦିଗରୁନ୍ଧିଲା ଦୈତ୍ୟ ବୀର। ଦେଖିଲେ ଇନ୍ଦ୍ର ଗିଳିବାରେ ବ୍ରହ୍ମାଦି ଯେତେ ସୁର ନରେ। ସକଳେ କଲେ ହାହାକାର ଇନ୍ଦ୍ରକୁ ଗିଳିଲା ଅସୁର। ଅସୁର ଉଦରରେ ଥାଇ ଭସ୍ମ ନହିଲା ସୁର ସାଇଁ। ମହାପୁରୁଷ ଧ୍ୟାନ କରି ଯୋଗ ମାୟା ବଳେ ଆଚରି। ବଜ୍ରେ ଛେଦିଲା ପେଟ ତାର
ଗର୍ଭରୁ ହୋଇଲା ବାହାର, ଆପଣା ହସ୍ତେ ଦେବ ବର। ବଜ୍ରେ ଛେଦିଲା ତା ଶରୀର, ବଜ୍ର ଅତି ବେଗେ ଗଲା। କନ୍ଧରୁ ଶିର ତା କାଟିଲା, ଇନ୍ଦ୍ର ଆଜ୍ଞାରେ ଅବହେଳେ। ତକ୍ଷଣେ ପଳାଇଲା ତଳେ, ଆକାଶେ ଦଣ୍ଡୁଭିତ କ୍ଷଣେ। ବାଦ୍ୟ ଯେ କଲେ ଦେବଗଣେ, ଆନନ୍ଦେ ହରଷିତ ମନ। ଗନ୍ଧର୍ବ ବେଦ ଋଷିଗଣ, ବୃତ୍ର ଶତ୍ରୁକୁ ସ୍ତୁତି କଲେ। ହରଷେ ପୁଷ୍ପ ବରଷିଲେ, ବୃତ୍ରର ତହୁଁ ଜ୍ୟୋତି ରୂପ। ବାହାର ହୋଇଲା ହେ ନୃପ, ସକଳେ ଦେଖୁଥିଲେ ରହି। ଶୋଲକ ପାଇଲା ସେ ତହିଁ, ବୋଲଇ ବିପ୍ର ଜଗନ୍ନାଥ। ଇନ୍ଦ୍ରବୃତ୍ର ଯୁଦ୍ଧ ଚରିତ, ଏହା ପଢ଼ଇ ଯେଉଁ ପ୍ରାଣୀ। ତରଇ ଭବ ତରଙ୍ଗିଣୀ। ଇତି ଶ୍ରୀ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବୃତ୍ରାସୁରବଧେ ନାମ ଦ୍ୱାଦଶୋऽଧ୍ୟାୟ। ତ୍ରୟୋଦଶ ଅଧ୍ୟାୟ। ବାଦରାୟଣୀ ଉବାଚ। ବୃତ୍ର ହୋଇଲା ଯହୁଁ ହତ, ଶୁଣି ହରଷ ତ୍ରିଜଗତ। ଯେବେ ଦିଗପାଳ ମାନେ, ବିହଳ ହେଲେ ତତକ୍ଷଣେ। ଇନ୍ଦ୍ର ଭୁବନ ଜନ ମାନେ, ହରଷ ହୋଇଲେ ତକ୍ଷଣେ। ସମନ ଆଦି ଯକ୍ଷ ଗଣ, ପିତୃଦୈବତ ଯେ ଚାରଣ। ବ୍ରହ୍ମା ଶଙ୍କର ବଜ୍ରଧର, ଗଲେ ସେ ଯେ ଯାହା ମନ୍ଦିର। ରାଜବାଚ ଭୋମୁନି ହୁଅ ସାବଧାନ, ଏହା ଶୁଣିବି ମୋର ମନ। କିମ୍ପାଇଁ ସୁଖୀ ଦୈବ ଗଣ, ଇନ୍ଦ୍ର କି କଲେ ମନ୍ଦ କର୍ମ। କିମ୍ପାଇଁ ତାଙ୍କ ଦୁଃଖ ମନ, କହିବ ମୋତେ ତପୋଧନ। ବାଦରାୟଣୀ ଉବାଚ। ବୃତ୍ର ବିକ୍ରମ ଦେଖି ଦେବେ, ମହତ ଋଷି ଆଦି ସର୍ବେ। ଭୟେ ଉଦ୍ବେଗ ମନ ହୋଇ, ଇନ୍ଦ୍ରଙ୍କୁ କହିଲେ ସେ ଯାଇ। ଭୋ ଦେବ ଦେବଙ୍କ ଈଶ୍ୱର, ପୁତ୍ର ଅଶ୍ରୁର କୁସଂହାର। ବୃତ୍ର ବ୍ରହ୍ମବଧ ପାପରେ, ଇନ୍ଦ୍ର ତା କଲେ ସ୍ୱୀକାରେ। ଇନ୍ଦ୍ର ଉବାଚ। ସ୍ତ୍ରୀ ଜଳ ଗିରି ଦ୍ରୁମ ମାନେ, ପାପ ଘେନିଲେ ବିଦ୍ୟମାନେ। ବିଶ୍ୱରୂପ ବଧଇ ଯେହୁ, ବୃତ୍ରକୁ ମାରି କେହୁ ସହୁ। ଇନ୍ଦ୍ର ଦେବତା ଋଷି ଗଣେ, ଶୁଣିଣ କହନ୍ତି ବଚନେ। ଅଶ୍ୱମେଧ ଯଜ୍ଞକୁ କରି, ଏ ପାପ ନାଶିବ ତୁମରି। ହୟମେଧୁ ପୁରୁଷ ବର, ଅଖିଳ ଜନଙ୍କ ଈଶ୍ୱର। ଯେ ଦେବ ପ୍ରଭୁ ଭଗବାନ, ଯଜ୍ଞରେ କରାଅ ପ୍ରସନ୍ନ। ବୃତ୍ରର ବଧ ପାପ ଘୋର, ଅବହେଳାରେ ହେବ ପାର। ମହାଯଜ୍ଞକୁ କରି ତୁହି, ଜପିବୁ ପ୍ରଭୁ ଭାବଗ୍ରାହୀ। ତାର ସ୍ମରଣେ ଦେବ କର, ଦୁରିତ କେତେକ ମାତର। ଶ୍ରୀ ଶୁକ ଉବାଚ। ଶୁଣିଣ ଋଷିଙ୍କ ବଚନ, ଶତ୍ରୁ ମାଇଲେ ମଘବାନ। ତକ୍ଷଣେ ବ୍ରହ୍ମ ହତ୍ୟା ଗଲା,
ଇନ୍ଦ୍ରଦେବଙ୍କୁ ଆଶ୍ରା କଲା। ତାହାଙ୍କୁ ଦେଖି ଦୁଃଖ ପାଇ ଦେବ ଇନ୍ଦ୍ର ଗଲେ ପଳାଇ। ଚଣ୍ଡାଳ ରୂପକୁ ଧଇଲା ଇନ୍ଦ୍ରର ପଛେ ଗୋଡ଼ାଇଲା। ବୃଦ୍ଧ ରୂପକୁ ଧରି ସେହି ଯକ୍ଷ୍ମା ରୋଗରେ ଗ୍ରସ୍ତ ହୋଇ। ଶୁଣିତ ପ୍ରାୟ ଜଟା ତାର ବିବର୍ଣ୍ଣ କେଶ ମସ୍ତକର। ରହ ବୋଲିଣ ଡାକ ଦେଇ ଆମିଷ ଗନ୍ଧ ତାର ଦେହି। ଆକାଶେ ସକଳ ଦିଗରେ ଇନ୍ଦ୍ର ପଳାନ୍ତି ଖରତରେ। ଉତ୍ତର ଦିଗକୁ ଯେ ଗଲେ ମାନସରୋବରେ ମିଳିଲେ। ପୁଷ୍କର ତୀର୍ଥେ ଦେବ ବର ଚଞ୍ଚଳ ମନ କରି ସ୍ଥିର। ସହସ୍ର ସମ୍ବତ୍ସର ତହିଁ ବ୍ରହ୍ମ ଭଜନେ ମନ ଦେଇ। ବ୍ରହ୍ମବୋଧରୁ ମୋକ୍ଷ ପାଇ ରହିଲେ ନିରାହାର ହୋଇ। ତାବତ ନହୁଷ ରାଜନ ସ୍ୱର୍ଗ କଲେ ପ୍ରତିପାଳନ। ବିଦ୍ୟା ଯୋଗ ବଳରୁ କରି ସର୍ବସମ୍ପଦ ଭୋଗ କରି। ସମ୍ପଦ ଐଶ୍ୱର୍ଯ୍ୟ ମଦରେ ନହୁଷ ମଦାନ୍ଧ ବୁଦ୍ଧିରେ। ଇନ୍ଦ୍ରପତ୍ନୀ କି ଇଚ୍ଛା କଲା ସ୍ୱର୍ଗରୁ ଚ୍ୟୁତ ସେ ହୋଇଲା। ନହୁଷ ସ୍ୱର୍ଗେ ଇନ୍ଦ୍ର ହୋଇ ବାରତା ଇନ୍ଦ୍ରାଣୀ କି ଦେଇ। ଇନ୍ଦ୍ର ମୁଁ ସ୍ୱର୍ଗ ଭୁବନରେ ମୋତେ ତୁମ୍ଭେ ଭଜ ବିଧିରେ। ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ ପ୍ରତି ଉତ୍ତର ଗୁରୁ ଦେଲେ। ଗୁରୁ ଏମନ୍ତ ବିଚାରିଲେ ଅତି ଅସମ୍ଭବ ବୋଇଲେ। ଅନେକ ତପସ୍ୟାର ବଳେ ମନୁଷ୍ୟ ହୋଇ ଦେବ ପାଳେ। ବ୍ରାହ୍ମଣ କୋପ ସାପୁ କରି ହତ ହୋଇବ ଏହା ଶିରି। ନହୁଷେ ମନ୍ତ କହିବ ଋଷିଙ୍କ କନ୍ଧେ ଦୋଳା ଥିବ। ତୁମ୍ଭେ ଦୋଳାରେ ବସିଥିବ ଆମ୍ଭରପୁରକୁ ଆସିବ। ତେବେ ସେ ତୁମ୍ଭଙ୍କୁ ଭଜିବୁ ସ୍ୱର୍ଗେ ଇନ୍ଦ୍ର ବୋଲି ଜାଣିବୁ। ଏମନ୍ତ ଗୁରୁ ଆଜ୍ଞା ଶୁଣି ନହୁଷେ କହନ୍ତେ ଇନ୍ଦ୍ରାଣୀ। ଋଷିମାନଙ୍କୁ ଆଣି କରି ଋଷିଙ୍କ କନ୍ଧେ ଦୋଳା ଧରି। ସେ ଦୋଳା ଉପରେ ନହୁଷ ଆସ ଯେ ଅଛ ଇହରସ। ଦୋଳା ମନ୍ଦ ମନ୍ଦ ଗମନ ନହୁଷ କ୍ରୋଧିତ ବଚନ। ସର୍ପ ସର୍ପ ବୋଲି ବୋଇଲା ପାଦେ ଅଗସ୍ତ୍ୟକୁ ମାଇଲା। ଅଗସ୍ତ୍ୟ କ୍ରୋଧ ମନ ହୋଇ ନହୁଷକୁ ଯେ ସାପ ଦେଇ। ତୁ ସର୍ପ ହୁଅ ବେଗ ହୋଇ ଯେଣୁ ସଙ୍କଟ କଲୁ ତୁହି। ଏଣୁ ଏ ଋଷିଙ୍କ ସାପରୁ ଚ୍ୟୁତ ହୋଇଲା ସ୍ୱର୍ଗପୁରୁ। ପରମେଶ୍ୱର ଧ୍ୟାନ କରି ବ୍ରହ୍ମ ହତ୍ୟା ଦୋଷରୁ ତରି। ସ୍ୱର୍ଗରେ ଇନ୍ଦ୍ର ପୁନର୍ବାର ଦେବଙ୍କୁ ଘେନି ସେ ବିହାର। ଇନ୍ଦ୍ରଙ୍କୁ ଦେବ ଋଷିମାନେ ଅଶ୍ୱମେଧ ଯଜ୍ଞ ବିଧାନେ। ମହାପୁରୁଷ ଆରାଧନ ଦୀକ୍ଷା କରାଇଲେ ରାଜନ।
ଏ ଅନନ୍ତରେ ଦେବମୟ, ଆତ୍ମା ପୁରୁଷ ସେ ଅବ୍ୟୟ। ଇନ୍ଦ୍ର ବ୍ରହ୍ମ ଋଷି ସହିତେ, ଆରାଧି ଅଶ୍ୱମେଧ ମତେ। ବ୍ରହ୍ମବଧ ପାପ ସମୂହ, ଯଜ୍ଞ ହେତୁରୁ ହେଲା କ୍ଷୟ। ରବି କିରଣେ ତମ ପ୍ରାୟ, ସକଳ ପାପ ହେଲା କ୍ଷୟ। ଅଶ୍ୱମେଧରେ ବରୀନ୍ଦ୍ର, ମରିଚି ଆଦି ମୁନି ବୃନ୍ଦ। ଆରାଧି ପୁରୁଷ ପୁରାଣ, ସ୍ୱର୍ଗେ ହୋଇଲେ ସେ ରାଜନ। ଯଜ୍ଞର ପ୍ରସାଦରୁ କରି, ନିଷ୍ପାପୀ ହୋଇ ସେ ବିହରି। ଅଶେଷ ପ୍ରାଣୀ ମାନଙ୍କର, ପାପକୁ କରଇ ସେ ଦୂର। ଏ ମହାସୁଖ ଜ୍ଞାନମୟୀ, ଯେ ଜନ ଶ୍ରଦ୍ଧାରେ ଶୁଣଇ। ଶ୍ରଦ୍ଧାରେ କରି ଯେ ପଢ଼ଇ, ଯେ ଅବା ଅଜ୍ଞାନେ ଶୁଣଇ। ଗାୟନ କରି ପ୍ରତିଦିନ, ସର୍ବଶୁଭ ଲଭେ ସେ ଜନ। ଶତ୍ରୁକୁ ଜୟ ଧନ ଯଶ, ପାପ ମୋଚନ ଦୀର୍ଘାୟୁଷ। ସର୍ବ କଲ୍ୟାଣ ତାର ହୋଇ, ଯେ ଶୁଦ୍ଧ ମନରେ ଶୁଣଇ। ବୋଲଇ ଦାସ ଜଗନ୍ନାଥ, ଷଷ୍ଠ ସ୍କନ୍ଧେ ଯେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ବୈୟାସିକ୍ୟାं ଷଷ୍ଠ ସ୍କନ୍ଧେ ଇନ୍ଦ୍ର ବିଜୟ କଥନେ ନାମ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦଶ ଅଧ୍ୟାୟ। ରାଜବାଚ। ଶୁକଚରଣ ଧରି ରାଜା, ସାନନ୍ଦ ମନେ କରି ପୂଜା। ଭୂମୁନି ଅସମ୍ଭବ କଥା, ବୃତ୍ରାସୁରର ବ୍ୟବସ୍ଥା। ରଜତାମସ ଭାବ ତାର, ପାପୀ ଅଟଇ ବୃତ୍ରାସୁର। ଅଖିଳ ହେତୁ ଭଗବାନ, ତାହାର ମତି ବାକେଶନ। ଶତ ପ୍ରଧାନ ଦେବଗଣ, ନିର୍ମଳ ମୁନି ଜନ ମନ। ମୁକୁନ୍ଦ ପାଦ ପଙ୍କଜରେ, ଯାହାଙ୍କ ଚିତ୍ତ ରହେ ସ୍ଥିରେ। ରଜଗୁଣରେ ଯୁକ୍ତ ହୋଇ, ସଂସାରେ ଯେତେକ ଛଇ। ଏହାଙ୍କ ମଧ୍ୟେ ଯେଉଁ ଜନ, ଶ୍ରେୟ କରଇ ଆଚରଣ। ମୋକ୍ଷକୁ ବାଞ୍ଛି ଏ ସଂସାରେ, ସିଦ୍ଧେ ଯେ ଅଛନ୍ତି ଅପାରେ। ଏହାଙ୍କ ମଧ୍ୟେ ଯେଉଁ ଜନ, କଷ୍ଟେ ଲଭଇ ଭଗବାନ। ଦୁର୍ଲଭ ମୁନି ମାନଙ୍କର, ବିଷ୍ଣୁ ଭକତ ଯେଉଁ ନର। କୋଟିକେ ଗୋଟିଏ ଯେ ଥାଇ, ଶୁଣିବା ସାବଧାନ ହୋଇ। ସ୍ୱଭାବେ ବୃତ୍ର ଅତି ପାପ, ଲୋକଙ୍କୁ ଦେଲା ଅତି ତାପ। କେମନ୍ତେ ମହାଘୋର ରଣେ, ମତି ହୋଇଲା ନାରାୟଣେ। ଏଣେ ସଂଶୟ ମୋର ମନ, କହିବା ମୋତେ ତପୋଧନ। ସୁତବାଚ। ଏ ବୃତ୍ର ଘୋର ସଂଗ୍ରାମରେ, ବଳେ ତୋଷିଲା ଚକ୍ରଧରେ। ସନ୍ତୋଷେ ରାଜା ପ୍ରଶ୍ନ ଶୁଣି, ଆନନ୍ଦେ ସେବା ଦରାୟଣୀ। ହରଷ ହୋଇ ମୁନି ବର, ବଚନ କହନ୍ତି ମଧୁର। ଶ୍ରୀ ଶୁକବାଚ। ଶୁଣ ରାଜନ ଏକ ମନେ, ଇତିହାସର ବଚନେ।
ବେଦବ୍ୟାସଙ୍କ ବାକ୍ୟ ମୋହି ନାରଦ ମୁଖ ଶୁଣିଲଇ। ପୂର୍ବେ ସୁରସେନ ନଗରରେ ଥିଲା ଯେ ଏକ ନୃପବରେ। ଚିତ୍ରକେତୁ ନାମ ତାହାର କାମଧେନୁ ପୃଥ୍ୱୀ ଯାହାର। ଦଶ ନିୟୁତ ପତ୍ନୀ ତାର ରୂପେ କି ଦେବା ପଟାନ୍ତର। ଯେତେ ଅଛନ୍ତି ତାର ନାରୀ ପୁତ୍ର ଯେ ନହିଲା କାହାରି। ରୂପେ ସୁନ୍ଦର ମନୋହର ବିଦ୍ୟା ସମ୍ପଦ ମତି ଧୀର। ଏ ସର୍ବଗୁଣ ଅଛି ତାର ସୁତ ନହିଲା ନୃପବର। ଅମାତ୍ୟ ସମ୍ପଦ ସହିତେ ପଟ ମହିଷୀ ତାର ଯେତେ। ସେ ସାର୍ବଭୌମ ଭୁଞ୍ଜେ ମହି ସୁଖ ନହିଲା ତାର ତହିଁ। ଶୁଣ ରାଜନ ଏକ ଦିନେ ଚିତ୍ରକେତୁ ରାଜ ଭବନେ। ଅଙ୍ଗିରା ଋଷି ଆଦି ଯେତେ ମିଳିଲେ ରାଜାର ଗ୍ରତେ। ସ୍ୱଇଚ୍ଛା ଲୋକରେ ବିହରେ ମିଳିଲେ ଚିତ୍ରକେତୁ ଘରେ। ତାହାଙ୍କୁ ଦେଖି ସେ ରାଜନ ତକ୍ଷଣେ ତେଜିଲା ଆସନ। ଉତ୍ତମ ଆସନେ ବସାଇ ପୂଜିଲେ ପାଦ୍ୟ ଅର୍ଘ୍ୟ ଦେଇ। ସୁଖେ ଆସନେ ଋଷି ବସି ଚିତ୍ରକେତୁକୁ ପରଶଂସି। ଭକତି ଦେଖିଣ ତାହାର ଆନନ୍ଦ ହୋଇ ଋଷିବର। ରାଜାଙ୍କୁ କରି ଆରାଧନ କହନ୍ତି ମଧୁର ବଚନ। ଅଙ୍ଗିରା ବାଚ ଭନୃପ ଚିତ୍ରକେତୁ ଶୁଣ ତୁମ୍ଭର ପରମ କଲ୍ୟାଣ। ତୁମ୍ଭର ମହି ଅଛି ଯେତେ କୁଶଳ ଟିକିଏ ସମସ୍ତେ। ପୁରରେ ଜନ ଆଦି ଯେତେ ଅମାତ୍ୟ ଗଣଙ୍କ ସଙ୍ଗତେ। ଦାରାଅ ପତ୍ୟ ବନ୍ଧୁ ଯେତେ ସମ୍ଭୂତ ରାଜ୍ୟର ସହିତେ। ଯାହାର ଆତ୍ମା ରାମ ବଶ ତାହାର ବଶେ ଅଶେଷ। ଯାହାର ଆତ୍ମା ବଶ ହୋଇ ସର୍ବତ୍ର ପୂଜ୍ୟ ସେ ଅଟଇ। ଆତ୍ମା ଆତ୍ମ ସମ୍ପଦ ଯେତେ ଅମାତ୍ୟ ପୁରସ୍ଥା ସହିତେ। ଏ ତୁମ୍ଭ ପ୍ରିୟ ନହେ କେହି ଏମନ୍ତ ପ୍ରାୟ ମୋ ମଣଇ। ଚିନ୍ତାରେ ମଳିନ ଧର ଅଲବ୍ଧ କାମ ନୃପବର। ରାଜା ଏମନ୍ତ ବାକ୍ୟ ଶୁଣି ଶୁଣ ପରୀକ୍ଷ ନୃପମଣି। ହୃଦରେ ପୁତ୍ର କାମେ ହୋଇ ବୀର ସେ ମୁନିଙ୍କୁ କହଇ। ରାଜବାଚ ଭମୁନି ତୁମ୍ଭ ଗୋଚରେ କେୟ ବା ଅଛି ଏ ସଂସାରେ। ତୁମ୍ଭର ଆଜ୍ଞା ପରମାଣେ କହିବି ଶୁଣ ସାବଧାନେ। ହୃଦରେ ଚିନ୍ତିତ ମୋହର ପ୍ରଶ୍ନ ଯେ କଲ ମୁନିବର। ମୁନିମାନଙ୍କୁ ଯେ ଦୁର୍ଲଭ ଏ ଆଦି ଐଶ୍ୱର୍ଯ୍ୟ ସମ୍ପଦ। ପୁତ୍ର ବିହୀନେ ମୋର ଦେହି ସୁଖ ନ ହୋଇ ସର୍ବେ କେହି। କ୍ଷୁଧା ତୃଷାରେ ଯେହ୍ନେ ଜନ ଦିନକୁ ଦିନ ହୁଅନ୍ତି କ୍ଷୀଣ। ଭୂମହାଭାଗ
ପିତୃଋଣରୁ ମୋତେ ପାର କରିବା ହେଉ ମୁନିଭର। ପୁତ୍ରରେ କରି ଯେବେ ମୋହି ଦୁସ୍ତର ମାୟାରୁ ତରଇ। ଶ୍ରୀ ଶୁକବାଚ ରାଜାର ଶୁଣି ଏ ବଚନ କୃପା କଲେ ବ୍ରହ୍ମାନନ୍ଦନ। ଯଜ୍ଞକୁ କରି ମୁନିବର ଆରାଧି ଜଗତ ଈଶ୍ୱର। ରାଜାର ଜ୍ୟେଷ୍ଠ ଯେଉଁ ନାରୀ କୃତଦ୍ୟୁତି ନାମ ତାହାରି। ଚରୁ ତାହାକୁ ନେଇ ଦେଲେ ରାଜାଙ୍କୁ ଏମନ୍ତ କହିଲେ। ଭୂଚିତ୍ର କେତୁ ନୃପବର ହେଉ ଏକ କୁମର ତୋର। ସତ୍ୟ କହିଲୁ ରାଜା ତୋରେ କହିଣ ଗଲେ ମୁନିବରେ। ଚିତ୍ରକେତୁର ତହୁଁ ସେହି କୃତଦ୍ୟୁତି ଯେ ମହାଦେଇ। ଚରୁ ଭୋଜନର ମାତ୍ରକେ ଗର୍ଭ ଧଇଲା ସେହୁ ସୁଖେ। ଅଗ୍ନିର କୁମାର ଯେ ମନ୍ତେ ଗର୍ଭେ ଧଇଲା ସେହି ମତେ। ତାହାର ଗର୍ଭ ପ୍ରତିଦିନେ ଶୁକ୍ଳ ପକ୍ଷରେ ଚନ୍ଦ୍ର ଯେହ୍ନେ। ଚିତ୍ରକେତୁ ହରଷ ମନ ଗର୍ଭ ବଢ଼ିଲା ଦିନୁ ଦିନ। ଏମନ୍ତ ସମ୍ପୂର୍ଣ୍ଣ ବତ୍ସରେ ଜନ୍ମିଲା ତାହାର କୁମରେ। ଚିତ୍ରକେତୁର ଯେତେ ଲୋକ ହରଷ ହୋଇଲେ ଅନେକ। ହରଷ ହୋଇ ସେ ରାଜନ ତକ୍ଷଣେ କଲା କସ୍ନାହାନ। ସନ୍ତୋଷ ମନେ ନୃପବର ଭୂଷିତ ହୋଇ ଅଳଙ୍କାର। ବ୍ରାହ୍ମଣେ ଆଣି ବେଦ ଧର୍ମ କଲା ସେ ପୁତ୍ର ଜାତ କର୍ମ। ବ୍ରାହ୍ମଣେ ସୁବର୍ଣ୍ଣର ଯତ ଦେଲା ଧେନୁ ଶତୟୁତ। ପୃଥିବୀ ହୟ ଗଜଗଣ ଦେଲା ସେ ବିବିଧ ବସନ। ଯେ ଯେତେ ଲୋକ ବାଞ୍ଛା କଲେ ମନ ସନ୍ତୋଷ ସେ ଲଭିଲେ। ପ୍ରାଣୀ ସନ୍ତୋଷ ମଘବାନ ବରଷା କରଇ ଯେ ସନ। ପୁତ୍ର ଆୟୁଷ ଯଶ ଧନ ବିବୃଦ୍ଧି ଅର୍ଥେ ଦେଲା ଦାନ। କଷ୍ଟରେ ଲଭିଲା ସେ ସୁତ ପୁତ୍ରରେ ସ୍ନେହ ତା ବହୁତ। ଦରିଦ୍ର ଯେହ୍ନେ ଧନ ପାଇ ତେସନେ ହରଷ ହୁଅଇ। ମାତାର ଅତି ସ୍ନେହ ଭରେ ମୋହ ହୋଇଲା ପୁତ୍ର ଠାରେ। କୃତଦ୍ୟୁତି ସପତ୍ନୀ ମାନେ ଦୁଃଖିତ ସନ୍ତତି କାରଣେ। ଚିତ୍ରକେତୁ ଯେ ସ୍ନେହ ବହି କୃତଦ୍ୟୁତିର ପୁତ୍ର ତହିଁ। ଅନ୍ୟ ଯେ ପତ୍ନୀ ମାନେ ଛନ୍ତି ସେ ଭାବେ ନାହିଁ ସ୍ନେହମତି। ଅପୁତ୍ର ଦୁଃଖ ତାହାଙ୍କର ରାଜାର ତେଣୁ ଅନାଦର। ସେମାନେ ମନ ଦୁଃଖ କରି ଆତ୍ମାର ନିନ୍ଦାକୁ ଆଚରି। ପାପିଷ୍ଠ ଏ ଯେ କୃତଦ୍ୟୁତି ଧିକ ଏହାର ଦୁଷ୍ଟ ମତି। ଗୃହ ସମ୍ପଦ ଯେ ସ୍ୱାମୀର ଏ ଧିକ ହେଉ ଦୁରାଚାର। ଏ ସପତଣୀର ଚରଣେ ଦାସୀ ହୋଇଲୁ ଅକାରଣେ। ଦାସୀର କିୟ ବା ସନ୍ତାପ ସେ ଯେବେ ସ୍ୱାମୀର ସମୀପ। ମାନନ ଲଭୁ ଆମ୍ଭେ କ୍ଷଣେ, ଦାସୀର ଦାସୀ ହୋଇ ଯେହ୍ନେ।
सकळे कचित हेले राजार हिंसा चरिले दारुण चित स्त्री जन क्रोधे होइले हत ज्ञान स्वामी को अति क्रोध कले गरल कुमर को देले एहा न जाने कृत द्युति सपत्नी मातांकर गति पुत्र सुआई थिला घरे गला जे अन्यान्य व्यवहारे अनेक बेळ शोइथिला पुत्र आनिबा अर्थे गला भोसखी आण पुत्र मोर धाइकी बोइला उतर ताहार आज्ञा पाई धाई बालक निकटे मिलई देखिला पुत्र अछि सोई निवृत्त नेत्र तार होई शरीरे प्राण नाही तार देखि पड़िला से भूमिर हत देखिण तार ध्याई पड़िला अचेतन होई बेनी करे हृद ताड़ी आरते छाड़ू अछि रड़ी ता देखि पाट महादेई धाइला असंभाळ होई पुत्रर निकटे मिलिला मृत पुत्र को से देखिला महाक्रोधरे शोक भरे भूमि रे पड़िला निर्भरे तक्षणे मोह को पाइला केशव सन खसी गला राजार अंतपुर जन स्त्री पुरुष हे राजन रोदन शुणी से धाइले तुले शोक को से धइले कहिबा शुण नृपवर जेतेक सपत्नी ताहार अंतरे सुख से आचरी बाह्य कपट शोक करी पुत्र मरण राजा शुणी मृत्युर कारण न जानी शोकरे नदी सई पथ मोहरे होई ज्ञान होत स्नेह हेतुरु शोक चढ़ी मूर्छित होई गाढ़े पड़ी अमात्य आदि जेते जन देखुअछन्ति हे राजन मृत बालक पाद तले पड़िला जाई ज्ञान भोले खसिण पड़िअछि केश विचित्र परिधान बास दीर्घ निश्वास से छाड़ई नयन अश्रु जल बही निरोध कंठ द्वार होई वचन न पारई कही पतिर देखी शोक भर मृत्यु को देखिण पुत्रर विचित्र विलाप करई कृतद्युति से महादेई स्तन जुगଳରେ ताहार मंडित कुंकुम पयर अंजन सहिते लोतक से स्तन जुगल धौत केश होइला असंभाळ खसी पड़िला फूलमाळ कुररी प्राय से विकल नयनु बहे अश्रु जल हे विधि तो मति दारुण बालक प्राय आचरण आपणे करिण रचना क्षणके करी भग्न मान
କେ ଅବା ଅଛି କେ ବା ନାହିଁ, ଏହାର ନିଦାନ ନଥାଇ। ଯେବା ସଂସାର ପ୍ରାଣୀଙ୍କର ପ୍ରାକର୍ମ ଜନ୍ମ ମରଣର, ସ୍ନେହ ପାଶ ବଢ଼ାଇଣ ଆପଣେ ସୃଷ୍ଟି ଭିଆଇଣ। ଛେଦନ କଲା ଅକାରଣ, ଅଜ୍ଞାନ ପ୍ରାଣୀ ଯେ ସନ। ହେତା ତନୟ ମୋହର, ଦେଖୁନାହୁଁ କି ତ ପିୟର। ଛାଡ଼ି ନ ଯାଅ ବାବୁ ତୁହି, ଶୋକ ସାଗରେ ମୋତେ ଥୋଇ। ମୁଁ ଯେ ପାପିଷ୍ଠ ଦୁଃଖୀ ହୋଇ, ମୋତେ ଛାଡ଼ିଣ ନ ଯା ତୁହି। ତୋହର କରି ବାବୁ ମୁହିଁ, ଦୁସ୍ତର ତମରୁ ତରଇ। ଦାରୁଣ ଯମ ବଶ ହୋଇ, ଛାଡ଼ି ନ ଯାଅ ମୋତେ ତୁହି। ଉଠ ହେ ନୃପତି ନନ୍ଦନ, ଆନନ୍ଦେ କର ସ୍ତନ୍ୟପାନ। ସମବୟସୀୟକୁ ମରେ, ତାକୁ ଅଛନ୍ତି ବାବୁ ତୋରେ। ବାଳକ ସଙ୍ଗତେ ବିହର, ବହୁତ ନିଦ୍ରା ଦୂର କର। ମୋହର ଶୋକ ତୁ ନିବାର, ରୋଦନ୍ତି ପିୟର ତୋହର। ହରସ ଆନନ୍ଦ ପଙ୍କଜ, ମୁଖ ତ ନ ଦେଖି ତନୁଜ। ଦାରୁଣ ଯମ କି ତୋହରେ, ଘେନାଇ ଗଲା ନିଜ ପୁରେ। ତେଣୁ ମୋ କୋମଳ ବଚନ, ଶୁଣିଲୁ ନାହିଁ ରେ ନନ୍ଦନ। ଶ୍ରୀଶୁକ ଉବାଚ ମୃତପୁତ୍ର ଠାରେ ତାହାର, ବିଳାପ ଶୁଣି ନୃପବର। ଚିତ୍ରକେତୁ ମଗ୍ନ ଶୋକରେ, ରୋଦନ କରେ ଉଚ୍ଚସ୍ୱରେ। ବିଳପେ ପତ୍ନୀର ସହିତେ, ନୃପକୁ ଦେଖିଣ ସମସ୍ତେ। ଯେତେ ଅମାତ୍ୟ ଆଦି ତାର, ରୋଦନ କଲେ ଉଚ୍ଚସ୍ୱର। ସ୍ତ୍ରୀ ପୁରୁଷ ଯେତେ ଜନ, ସକଳେ ହେଲେ ଅଚେତନ। ଏମନ୍ତେ ଶୁଣ ନୃପବର, ସକଳେ ଅତି ଦୁଃଖତର। ଦୁଃଖ ରାଜାର ଦେଖି ମୁନି, ଅଙ୍ଗିରା ନାରଦଙ୍କୁ ଘେନି। ଶୀଘ୍ରରେ ଘେନି ଋଷି ଗଲେ, ରାଜାର ପୁରରେ ମିଳିଲେ। ବୋଲଇ ବିପ୍ର ଜଗନ୍ନାଥ, ଚିତ୍ରକେତୁ ରାଜା ଚରିତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଷଷ୍ଠ ସ୍କନ୍ଧେ ଚିତ୍ରକେତୁ ରାଜା ଚରିତେ ନାମ ଚତୁର୍ଥ ଅଧ୍ୟାୟ।